ବାଛନ୍ତୁ ଏଥିମଧ୍ୟରୁ କୌଣସି ଗୋଟିଏ ରଙ୍ଗ ଓ ଜାଣନ୍ତୁ ନିଜର ଭବିଷ୍ୟ ସହିତ ଜଡ଼ିତ କିଛି ଗୁପ୍ତ ରହସ୍ୟ ଓ ଆପଣଙ୍କର ଭବିଷ୍ୟ। ଆଗକୁ ସମୟ ଆପଣଙ୍କୁ କେଉଁ ଆଡ଼କୁ ନେଇଯିବ ତାହା ମଧ୍ୟ ଆପଣ ରଙ୍ଗର ଆଧାରରେ ଜାଣିପାରିବେ। ଦେଖନ୍ତୁ, ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ବହୁତ ଅଧିକ ବିଶ୍ୱାସ ରଖିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ପ୍ରତି ଅଧିକ ବିଶ୍ୱାସ ରଖିବା କାରଣରୁ ବ୍ୟକ୍ତି ନିଜର ଜୀବନରେ ହେବାକୁ ଥିବା ସମସ୍ୟାମାନଙ୍କୁ ଦୂର କରିବା ପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି। ଏହା ସହିତ ଲୋକମାନେ ନିଜର ଭବିଷ୍ୟ ସହିତ ଜଡ଼ିତ ଘଟଣାମାନଙ୍କ ସହିତ ଜଡ଼ିତ କଥାମାନଙ୍କୁ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାନ୍ତି। ଏଥିପାଇଁ ଆଜିର ଏହି ଭିଡ଼ିଓଟିରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣ କିପରି ଆମ ଦ୍ୱାରା ଦିଆଯାଇଥିବା 3ଟି ରଙ୍ଗର ବିକଳ୍ପକୁ ବାଛିକରି ଆପଣମାନେ ଆପଣଙ୍କର ଭବିଷ୍ୟ ସହିତ ଜଡ଼ିତ କିଛି ଘଟଣା ଜାଣିପାରିବେ ଓ ଏପରି କିଛି କଥା ମାନ ଜାଣିବେ ଯାହାକି ଆପଣଙ୍କ ଭବିଷ୍ୟକୁ ଆହୁରି ସୁଦୃଢ଼ କରିବ। ତ ଆପଣଙ୍କୁ କେବଳ ଏତିକି କରିବାର ଅଛି କି ଆମ ଦ୍ୱାରା ଦିଆଯାଉଥିବା 3ଟି ରଙ୍ଗ ମଧ୍ୟରୁ ଗୋଟିଏ ରଙ୍ଗକୁ ବାଛିବାକୁ ପଡ଼ିବ। ଏଥିରେ ରହିଛି ନୀଳ, ହଳଦିଆ ଏବଂ ନାଲି ରଙ୍ଗର ସଂକେତ, ଯାହାର ନିର୍ଣ୍ଣୟ ହିଁ ଆପଣଙ୍କୁ ଆପଣଙ୍କର ଭବିଷ୍ୟ ବିଷୟରେ କିଛି କହିବ। ତ ପ୍ରଥମେ ଆପଣଙ୍କୁ 5 ସେକେଣ୍ଡର ସମୟ ଦିଆଗଲା। ବାଛନ୍ତୁ ଗୋଟିଏ ରଙ୍ଗର ସଂକେତ। ଯେଉଁ ରଙ୍ଗଟି ଆପଣଙ୍କର ଅତି ପ୍ରିୟ ଓ ଯେଉଁ ରଙ୍ଗ ଆପଣଙ୍କର ଲକି କଲର୍ ହୋଇଥିବ ତାହା ହିଁ ବାଛନ୍ତୁ। ତ ସଠିକ୍ ତଥ୍ୟ ଆପଣ ନିଶ୍ଚୟ ହିଁ ପାଇପାରିବେ। ତ ବାଛନ୍ତୁ ଗୋଟିଏ ରଙ୍ଗର ସଂକେତ। ଦେଖନ୍ତୁ, ପ୍ରଥମେ ରହିଛି ନୀଳ ରଙ୍ଗ। ଯଦି ଆପଣ ନୀଳ ରଙ୍ଗଟିକୁ ବାଛିଛନ୍ତି ତ ଜାଣିନିଅନ୍ତୁ କି ଆପଣଙ୍କର ଜୀବନରେ ବହୁତ ଲମ୍ବା ସମୟ ଧରି ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଛି। ଜୀବନରେ ଚାଲୁଥିବା ଉଚ୍ଚ ନିଚ ଅବସ୍ଥା କାରଣରୁ ପ୍ରାୟତଃ ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ନ ଦେବାର ଆପଣ ଅନୁଭବ କରୁଛନ୍ତି। ଏହି କାରଣରୁ ବି ଆପଣଙ୍କର ଚିନ୍ତାରେ ଓ ମାନସିକ ସ୍ତରରେ କିଛି ପରିବର୍ତ୍ତନ ଆସିବାକୁ ଲାଗିଛି। କିନ୍ତୁ ଜାଣିନିଅନ୍ତୁ କି ଏହା ଆପଣଙ୍କୁ ଅଧିକ ଶକ୍ତିଶାଳୀ ମଧ୍ୟ କରିଦେଇଛି। ଆପଣ ବହୁତ ହିଁ ଗମ୍ଭୀର ବ୍ୟକ୍ତି ଅଟନ୍ତି, ଯିଏକି ଅଯଥାରେ ସମୟ ନଷ୍ଟ କରିବା କେବେ ବି ପସନ୍ଦ କରନ୍ତି ନାହିଁ ଓ ନିଜର ଭବିଷ୍ୟତ ଓ କ୍ୟାରିୟରକୁ ନେଇ ସର୍ବଦା ଅଗ୍ରସର ରହିଥାନ୍ତି। ଓ ଏହା ହିଁ କାରଣ ଅଟେ କି ଆପଣ ଆପଣଙ୍କର ଅନୁଭବ ଓ ଅଭିଜ୍ଞତାର ଆଧାରରେ ନିଜର ଜୀବନରେ ନିଶ୍ଚୟ ହିଁ ସଫଳତା ଲାଭ କରିବେ। କିନ୍ତୁ ଆପଣ କୌଣସି ବି ନିର୍ଣ୍ଣୟ ନେବାରେ ସର୍ବଦା ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ରହିଥାନ୍ତି। ଯେଉଁ ବି କାମକୁ ବା ଯେଉଁ ବି କାର୍ଯ୍ୟକୁ ଆରମ୍ଭ କରିବେ ଆପଣ ସେହି କାର୍ଯ୍ୟକୁ ହାତକୁ ନେବା ପୂର୍ବରୁ ବହୁତ ଅଧିକ ଚିନ୍ତା ବିଚାର କରିଥାନ୍ତି। ଏହା ଭଲ, କିନ୍ତୁ ଏହି ସ୍ୱଭାବ କାରଣରୁ ସମୟ ସମୟରେ ଆପଣ ଭଲ ସୁଯୋଗକୁ ମଧ୍ୟ ହାତଛଡ଼ା କରିଦେଇଥାନ୍ତି। ତ ଆପଣଙ୍କର ଏହି ସ୍ୱଭାବକୁ ବଦଳାଇବାର ଅଛି ଓ ଭଲ ସୁଯୋଗକୁ କେବେ ବି ହାତଛଡ଼ା କରନ୍ତୁ ନାହିଁ। ଆପଣ ଅବିବାହିତ ହୋଇଥିଲେ ଓ ବିବାହିତ ହୋଇଥିଲେ ନିଜର ଜୀବନସାଥୀଙ୍କର କଥାକୁ ଶୁଣନ୍ତୁ। ଆପଣ ଜୀବନରେ ନିଶ୍ଚୟ ହିଁ ସଫଳ ହେବେ। ଏବେ ଆସନ୍ତୁ ଜାଣିବା, ଯଦି ଆପଣ ହଳଦିଆ ରଙ୍ଗଟିକୁ ବାଛିଛନ୍ତି ତ ଜାଣିନିଅନ୍ତୁ କି ଆପଣ ବହୁତ ହିଁ ଧୈର୍ଯ୍ୟବାନ, ବିବେକବାନ ଓ ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଯେଉଁ କ୍ଷେତ୍ରରେ ବି ରହିଥାନ୍ତି ଉଚ୍ଚ ସ୍ଥିତିରେ ରହିଥାନ୍ତି। ପବିତ୍ର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି। କିନ୍ତୁ ଆପଣଙ୍କର କ୍ରୋଧ ଓ ଚିଡ଼ିଚିଡ଼ା ସ୍ୱଭାବ ମଧ୍ୟ ଅଧିକ ରହିଥାଏ। ଟିକେ ଟିକେ କଥାରେ ରାଗିଯିବା ଭଳି କିଛି ଗୁଣ ଆପଣଙ୍କଠାରେ ରହିଥାଏ। ଏଥିପାଇଁ ପ୍ରାୟତଃ ଲୋକମାନେ ଆପଣଙ୍କୁ ଭୁଲ ବୁଝିଥାନ୍ତି। କିନ୍ତୁ ଯେଉଁମାନେ ଆପଣଙ୍କୁ ସଠିକ୍ ଭାବରେ ଜାଣିଥାନ୍ତି ସେମାନେ କେବେ ବି ଆପଣଙ୍କୁ ତ୍ୟାଗ କରନ୍ତି ନାହିଁ ଓ ସର୍ବଦା ଆପଣଙ୍କ ସହିତ ରହନ୍ତି। ତା ସହିତ ଆପଣ ବହୁତ ଅଧିକ ଖର୍ଚ୍ଚ ସ୍ୱଭାବର ବ୍ୟକ୍ତି ମଧ୍ୟ ଅଟନ୍ତି। ଏହି କାରଣରୁ ମଧ୍ୟ ଆପଣଙ୍କ ଜୀବନରେ ବହୁତ ପ୍ରକାର ସମସ୍ୟା ଆସିଥାଏ। ଏହା ସହିତ ଆପଣ ଆପଣଙ୍କର ଭବିଷ୍ୟ ପାଇଁ ଧନ ସଞ୍ଚୟ କରିବାରେ ପ୍ରାୟତଃ ଅସମର୍ଥ ହୋଇଥାନ୍ତି। କିନ୍ତୁ ଆପଣ ଏହା ଜାଣିନିଅନ୍ତୁ କି ଗୋଟିଏ ନିଶ୍ଚିତ ସମୟସୀମା ମଧ୍ୟରେ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିପାରେ। ତାହା 21 ବର୍ଷ, 37 ବର୍ଷ କିମ୍ବା 43 ବର୍ଷ ହୋଇପାରେ। ଗୋଟିଏ ନିଶ୍ଚିତ ବୟସ ଯିବା ପରେ ଆପଣଙ୍କ ପାଖକୁ ଏତେ ଧନ ଆସିବ କି ଆପଣ ଯାହା ସ୍ୱପ୍ନରେ ବି ଭାବିନଥିବେ। ଏବେ ଆସନ୍ତୁ ଜାଣିବା କି ଯଦି ଆପଣ ନାଲି ରଙ୍ଗର ସଂକେତଟିକୁ ବାଛିଛନ୍ତି ତ ଜାଣିନିଅନ୍ତୁ କି ଆପଣ ଦେଖିବାକୁ ବହୁତ ସୁନ୍ଦର, ଆକର୍ଷକ ଓ ସମସ୍ତଙ୍କର ମନ ମୋହି ନେବା ଭଳି ବ୍ୟକ୍ତି ଅଟନ୍ତି। ଯିଏ ଆପଣଙ୍କ ସହିତ ଥରୁଟିଏ ବି ମିଶିଥାନ୍ତି ସେ ଜୀବନରେ ଆପଣଙ୍କୁ ଭୁଲି ପାରନ୍ତି ନାହିଁ। ଆପଣ ପ୍ରାୟତଃ ଅଧିକ ଗପିବାକୁ ପସନ୍ଦ କରନ୍ତି ଏବଂ ସର୍ବଦା ହିଁ କାହା ସହିତ ରହିବାକୁ ଓ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି। ଆପଣଙ୍କର ହୃଦୟ ପୂର୍ଣ୍ଣ ଭାବରେ ସଫା ହୋଇଥାଏ। କିନ୍ତୁ କେବେ କେବେ ଆପଣ ସହଜରେ ହିଁ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ଆପଣଙ୍କର ସବୁଠାରୁ ଅଧିକ ରୁଚି ରଚନାତ୍ମକ କାର୍ଯ୍ୟ ରହିଥାଏ। ଏହା ସହିତ ଆପଣଙ୍କର ଭିତରେ କଠିନରୁ କଠିନ ସ୍ଥିତିକୁ ସହଜରେ ହିଁ ସମ୍ମୁଖୀନ ହେବାର କଳା ଆପଣଙ୍କୁ ଖୁବ୍ ଜଣା। ଆପଣଙ୍କର ଏହି ବିଶେଷ ଗୁଣ କାରଣରୁ ଆପଣ ନିଜର ଭବିଷ୍ୟ ନିଜେ ହିଁ ଲେଖିଥାନ୍ତି। ବହୁତ ବିଦ୍ୟା ଓ ଗୁଣର ଅଧିକାରୀ ହୋଇଥାନ୍ତି। କଳା ଓ ସଙ୍ଗୀତରେ ରୁଚି ରଖୁଥିବା ବ୍ୟକ୍ତି ସର୍ବଦା ହସ ହସ ମୁହଁ ଆପଣଙ୍କୁ ସମସ୍ତଙ୍କର ପ୍ରିୟ ପାତ୍ର କରାଇଥାଏ। ଆପଣ ଏକ ଭଲ ମୋଟିଭେଟର, କଳାକାର, ସଙ୍ଗୀତଜ୍ଞ, ଶିକ୍ଷକ ଓ ଭଲ ବ୍ୟାପାରୀ ହୋଇପାରନ୍ତି। ତ ଏହା ଥିଲା ସେହି 3ଟି ରଙ୍ଗ ଓ ସେହି ରଙ୍ଗର ଆଧାରରେ ଆପଣଙ୍କର ଭବିଷ୍ୟ।
ତ ଆପଣ କେଉଁ ରଙ୍ଗଟିକୁ ବାଛିଥିଲେ ଓ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା ତାହା ଆମକୁ କମେଣ୍ଟ କରି ନିଶ୍ଚୟ କୁହନ୍ତୁ। ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ଟେ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଫଳରେ ଆମେ ଯେଉଁ ଭିଡ଼ିଓ ଅପଲୋଡ଼ କରିବୁ ତାହା ଆପଣ ସର୍ବପ୍ରଥମେ ପାଇପାରିବେ। ଧନ୍ୟବାଦ।